ଆମର ସୋମବାର ଓଲ୍ଡ ଟାଉନ୍ ହାଟ, ସୋମବାର ଆଉ ଗୁରୁବାର ତ ମୁଁ ହାଟକୁ ଯାଇଥିଲି। ତ ହାଟରୁ କ'ଣ ସବୁ ଆଣିଲି ତ ଦେଖି ନିଅନ୍ତୁ। ଆଳୁ ପିଆଜ ତ ମୁଁ ଟୋଟାଲି ଆଣିଲିନି, ଆଳୁ ପିଆଜ ଅଳ୍ପ ଥିଲା। ଆଳୁ କିଲୋ 50 ଟଙ୍କା, ପିଆଜ କିଲୋ 70 ଟଙ୍କା, ଟୋଟାଲି ଆଣିଲିନି। ତ ଅଳ୍ପ ଅଳ୍ପ ଥିଲା, ଦେ ଚଳିଯାଉ। ହେଲେ 50 ଟଙ୍କା ଦେଇ ଆଳୁ କିଲୋ କିଏ ଆଣିବ? ମୁଁ 3 କିଲୋ କି 100 ଆଣିଥିଲି, ହେଲେ ଆଳୁ କିଲୋ 50। ଆଉ ଗୋଟେ ମୂଳା ବିଡ଼ା ଆଣିଲି 20 ଟଙ୍କା ନେଲା, କୋବି 2ଟା ନେଲା 60 ଟଙ୍କା, ଶାଗ 3 ବିଡ଼ା ନେଲା 10 ଟଙ୍କା, ଆଉ ବନ୍ଧାକୋବିଟା ନେଲା କିଲୋ 40 ଟଙ୍କା। ଏଇଟା 900 ଖଣ୍ଡେ ଥିଲା ବୋଧେ, 35 ଟଙ୍କା ନେଲା। ଆଉ ଟମାଟୋ କିଲୋ 50 ଟଙ୍କା। ତ କଖାରୁ ଏ ଖଣ୍ଡକ 10 ଟଙ୍କା, ପୋଟଳ 100 ଟଙ୍କା। ଏଇତକ 30 ଟଙ୍କାରେ ଆଣିଲି। କେତେ ଦେଲା? 300 ଗ୍ରାମ କି 350 ଗ୍ରାମ ମୁଁ କହିପାରିବିନି କ'ଣ ଦେଲା। ଆଉ ଭଣ୍ଡା କିଲୋ 20 ଟଙ୍କା, ଭଣ୍ଡା ଟିକିଏ ହେଲେ କମିଛି। ଆଉ ବାଇଗଣ କିଲୋ 50 ଟଙ୍କା, ଆଉ କଲରା କିଲୋ 60, ଅଧ କିଲୋ ଆଣିଲି 30 ଟଙ୍କା ଦେଇ। କ'ଣ ଆଜିକାଲି ଯୁଗରେ ଆଉ ପରିବା ଖାଇବ? ଲୋକ ଏମିତି ମାନେ ଠକ୍ ଠକ୍ ହେଇ ମରିଯିବେ ମ। କ'ଣ କରିବ? ଯିଏ କିଲେ ଖାଉଥିଲା ସେ ଅଧ କିଲେ ଖାଇବ, ଆଉ କ'ଣ କରିବା? ଯାହା ଯାହା ଯେତେବେଳେ ରେଟ୍ ହେବ ତା ଖାଇବାକୁ ବାଧ୍ୟ। ଆଉ ଯେଉଁଠୁ ଆମେ 1 କେଜି ଆଣୁଥିଲୁ କି 2 କେଜି ଆଣୁଥିଲୁ, ସେଇଠି ହାଫ୍ କେଜି ଆଣିବାକୁ ପଡ଼ୁଛି। ଆଉ କ'ଣ କରିବା? ଆଳୁ ପିଆଜ ଏତେ ଚଢ଼ା ଦର କ'ଣ ପାଇଁ କେଜାଣି? ଆଳୁ ପିଆଜ ଏତେ ଦର ହେଇଛି ମାନେ ବୁଝି ହେଉନି। ଏତେ ମଝିରେ 35 ଟଙ୍କା ହେଇଥିଲା, ଆଳୁ ପିଆଜ ହେଲେ ଏତେ ରେଟ୍, କ'ଣ କରିବା? ଏଇସବୁ ପରିବା ମୁଁ ଆଜି ଆମ ଓଲ୍ଡ ଟାଉନ୍ ହାଟରୁ ଆଣିଛି। ରହୁଛି, ଜୟ ଜଗନ୍ନାଥ।